सब पिला माने कहते एटी पळे सब कार्यक्रम आरंभ हेलो 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 सर एवं सरकार उच्च प्राथमिक विद्यालय पूर्वतन प्रधान शिक्षक अशोक सर महोदय एवं समस्त तथा एसएमसी विद्यालय परिचालन कमिटी समस्त सभ्य चेयरमैन आमर प्रिय सीआरसी सर आम प्रधान शिक्षक देवेंद्र सर समस्त को अनुरोध करी समस्ते टिके आमर स्टेज निकट पाखक आम सदर ब्लॉक संघर सर महोदय एवं आम स्कूल पूर्वतन प्रधान शिक्षक अशोक सर गुरु विष्णु गुरुदेव महेश्वर गुरु साक्षात् परम ब्रह्म तस्मै श्री गुरुवे नमः। शांताकारं भुजगशयनं पद्मनाभं सुरेशं विश्वाधारं गगनसदृशं ओम श्री जगन्नाथाय नमः। श्री जय जगन्नाथ स्वामी नानपथगामी भवतु मे तमैव विद्याधर्यं तमैव सर्व मम देव देव मम देव देव। ओम श्री नीलाद्रौ शंख मध्ये सदतल कमले रत्न सिंहासनस्थं सर्व अलंकार युक्तं भद्राय वाम ब्रह्म स्मरामि। सरकारी उच्च प्राथमिक विद्यालय औखुमार वार्षिक उत्सव एवं बेस चलचंचल गाँ माटी आ विद्यालय परिवेश बहुत सुंदर पिला मानकर माने रंगीन पोशाक सब सजे आ पिला माने बहुत गुड़े नाच करने पूरा आग्रही अच्छा कहीं वर्ष गोटे बड़ सफलता है आम विद्यालय दुई जन पिला दिनेश बेहेरा ए दिनेश महापात्र एवं ता सागर आकांक्षा साहू दुई जन पंचम श्रेणी वृत्ति पाई जो सब पिला मन एवं दर्शक महल पूरा आनंद भरी रही आम एसएमसी कमिटी सबू सभ्य मैंने माने आम पाख पूरा सहयोग कर केन्द्र संयोजक जी सब प्रति मुहूर्त आम पाखे आसती संघ प्रेसिडेंट आसती विद्यालय चेयरमैन जी सब रुहति आमर ग्रामर जो अच्छा अन्य मैंने समस्त सब सहयोग कर देखुए पिला कि सुंदर भाव सजे बहुत 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 धन्यवाद आपण मैंने सब एमती आमको सहयोग कर धन्यवाद। वार्षिक उत्सव सरकारी उच्च प्राथमिक विद्यालय औखमार हो 2006 मसीह यार प्रथम उत्सव मूलदुआ पड़ा से माधवचंद बेहरा थे से जो छोट गछटे लगाई सी बर्तमान महाद्रुम परिणत होती पिला भर आग्रह करिकुलार सहित को करिकुलार ये विद्यालय खूब सुंदर भाव फुटी उठुची पिला माने नाच गीत सब कार्य पूर्णांग भाव विकसित हो पार्टी एति तो कथा। सरकारी उच्च प्राथमिक विद्यालय औखमार ये आनुकूल्य आज जो वार्षिक क्रीड़ा उत्सव पालन करा जाउछि यार मुख्य उद्देश्य होउछि कुनी कुनी छोट पिला
ଯିଏକି ଭବିଷ୍ୟତର ନାଗରିକ ଦେଶକୁ ଗଢ଼ି ତୋଳିବାରେ ବିକଶିତ ଭାରତକୁ ଆଗେଇ ନେବାରେ ଏମାନଙ୍କର ପ୍ରମୁଖ ଭୂମିକା ରହିଛି। ସରକାରଙ୍କ ତରଫରୁ ଜନସାଧାରଣଙ୍କ ତରଫରୁ ବିଦ୍ୟାଳୟ ତରଫରୁ ପିଲାମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ କିପରି କରାଯାଇପାରିବ ଏଇଟା ହେଉଛି ତା'ର ପ୍ରଥମ ଉଦ୍ଦେଶ୍ୟ। ତେଣୁ ପିଲାମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ଯଦି ହୋଇପାରିଲା ତେବେ ଦେଶ ରାଜ୍ୟ ନିଶ୍ଚିତ ଭାବେ ଉନ୍ନତି ପଥରେ ଆଗେଇ ଚାଲିବ। ଆଉ ପିଲାମାନେ ପାଠ ପଢ଼ିବା ସହିତ ତାଙ୍କର ଯେଉଁ ବୌଦ୍ଧିକ ବିକାଶ ଘଟିବା ପାଇଁ ସରକାରଙ୍କ ହେଉଛି ଗୋଟେ ପ୍ରୟାସ। ସେଥିପାଇଁ ପ୍ରତ୍ୟେକ ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟରେ ଆମର ଯେଉଁ ପରିଚାଳନା କମିଟି ରହିଛି ପବ୍ଲିକଙ୍କ ତରଫରୁ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସಮೇତ ତାଙ୍କର ଯେଉଁ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀମାନେ ରହିଛନ୍ତି ଏମାନଙ୍କର ଏଥିରେ ପ୍ରମୁଖ ଭୂମିକା ରହିଛି, ଯେଉଁଟାକି ସେମାନେ ଯଦି ସୁଚାରୁ ରୂପେ ସମାହିତ କରିପାରିଲେ ତେବେ ଦେଶର ନିଶ୍ଚୟ ବିକାଶ ହେବ। ପିଲାମାନେ କୁନି କୁନି ପିଲାମାନେ ଭବିଷ୍ୟତର ସୁନାଗରିକ ହୋଇ ଗଢ଼ି ତୋଳିବେ ଆଉ ଦେଶ ଦୁନିଆକୁ ମଧ୍ୟ ସେ ଆଗେଇ ନେବେ ଆଉ ବିକଶିତ ଭାରତ ନିଶ୍ଚିତ ଭାବେ ସମ୍ଭବ ହେବ। ଏହା ହିଁ ପରିଚାଳନା କମିଟିର ସଭାପତି। ଆଜି ହେଉଛି ବାର୍ଷିକ ଉତ୍ସବ। ଆମର ପାଠପଢ଼ା ସହିତ ଏ ଯେଉଁ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ଇଏ ଗୋଟେ ପିଲାମାନଙ୍କର ଅନ୍ତର୍ନିହିତ ବିକାଶ। କିନ୍ତୁ ଇଏ ଏତିକି ମାତ୍ରାରେ ପରିବର୍ତ୍ତନ ହେଇଛି, ଆଗରୁ ଯେତିକି ଥିଲା ଏବେ ଆହୁରି ଅନେକ ପରିବର୍ତ୍ତନ ହେଇଛି, ଯାହାଫଳରେ ଆମର ପିଲା 2 ଜଣ 2 ବର୍ଷ ହେଲା ବି ବୃତ୍ତି ପାଉଛନ୍ତି। ଗଲା ବର୍ଷ ପାଇଥିଲେ 2 ଜଣ ବୃତ୍ତି, ଏ ବର୍ଷ 2 ଜଣ ବୃତ୍ତି ପାଉଛନ୍ତି। ଏତିକି ପିଲାମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ କରିବା ଏବଂ ସେ ପିଲାମାନଙ୍କୁ ଗୋଟେ ଭଲ ମଣିଷ କରିକି ଗଢ଼ି ତୋଳିବାର ବର୍ତ୍ତମାନ ପ୍ରୟାସ ଚାଲିଛି। ଓଡ଼ିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ସେଥିପାଇଁ ନେଇଛନ୍ତି। ଆମର ବର୍ତ୍ତମାନ ଯେ ବିଓ ଅଛନ୍ତି ସମ୍ମାନସ୍ପଦ ଦିବ୍ୟପ୍ରକାଶ ପ୍ରଧାନ, ତାଙ୍କର ବାର୍ତ୍ତା ରହୁଛି ଯେ ପ୍ରତିଟି ପିଲାକୁ ତାର ମୌଳିକ ଅଧିକାର ଦିଅ, ପ୍ରତି ପିଲା ଯେମିତି ପଢ଼ିବେ ଗଢ଼ିବେ ଓଡ଼ିଶା। ଏଇ ଯେଉଁ କାର୍ଯ୍ୟକ୍ରମ ଚାଲିଛି ସେ ମଧ୍ୟ ତାର ପ୍ରତିଫଳନ ହେଉଛି ଏ ବାର୍ଷିକ ଉତ୍ସବରେ। ତେଣୁ ବାର୍ଷିକ ଉତ୍ସବରେ ଆମ ସମସ୍ତଙ୍କର ଲକ୍ଷ୍ୟ ହେଉଛି ଯେ କୁନି କୁନି ପିଲାମାନଙ୍କୁ ଭଲ ମଣିଷ କରି ଗଢ଼ି ତୋଳିବା ପାଇଁ ତାଙ୍କ ଭିତରେ ଯେଉଁ ଅନ୍ତର୍ନିହିତ ଶକ୍ତି ଅଛି, ଯେଉଁ ଲୁକାୟିତ ପ୍ରତିଭା ଅଛି ତାକୁ ଆଗକୁ ଆଣିବା, ସମାଜର ମୁଖ୍ୟ ସ୍ରୋତରେ ତାକୁ ସାମିଲ କରି ଗୋଟେ ଭଲ ମଣିଷ ଆଦର୍ଶ ମଣିଷ ଭାବରେ ଗଢ଼ି ତୋଳିବା ଆମ ସମସ୍ତଙ୍କର ଶ୍ରେୟ ହେବା ଦରକାର, ଯାହାକି ଆମ ଓଡ଼ିଶା ସରକାରଙ୍କର ବିଦ୍ୟାଳୟ ଗଣଶିକ୍ଷା ବିଭାଗର ବର୍ତ୍ତମାନ ପ୍ରମୁଖ କାର୍ଯ୍ୟକ୍ରମ ରହିଛି। ମାନଙ୍କର ଭବିଷ୍ୟତ ପାଇଁ ପିଲାମାନଙ୍କର ଉନ୍ନତି ପାଇଁ ଯାହାକି ଖାଲି ପାଠ ପଢ଼ିଦେଲେ ହେବନି, ତା ସହିତ ବି ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନ୍ୟାନ୍ୟ ଜିନିଷ ସବୁ ସାଇଟ୍ ଜିନିଷ ନ ଜାଣିଲେ ସେମାନେ ଭବିଷ୍ୟତରେ ବଡ଼ ମଣିଷ ହୋଇପାରିବେନି। ତେଣୁ ସ୍କୁଲରେ ସାର୍ମାନଙ୍କର ହେଉ କମିଟିର ହେଉ ସମସ୍ତଙ୍କ ପ୍ରୟାସରେ ଗାଁ ଲୋକଙ୍କର ସମସ୍ତ ପ୍ରୟାସରେ ଏଇ ଯେଉଁ ପିଲାମାନଙ୍କୁ ଉତ୍ସାହିତ କରାଯାଉଛି, ଏଥିପାଇଁ ପିଲାମାନଙ୍କର ଭବିଷ୍ୟତ ନିଶ୍ଚୟ ଉଜ୍ଜଳ ହେବ। ଏତିକି କହି ମୁଁ ରହୁଛି। ବାର୍ଷିକ ଉତ୍ସବକୁ ନେଇ ଆମେ ବହୁତ ଖୁସି ଅଛୁ। ଏଇ ବର୍ଷକୁ ବାର୍ଷିକ ଉତ୍ସବ ଆସିବାକୁ ଆମେ ବହୁତ ସବୁବେଳେ ମାନେ ଅପେକ୍ଷା କରିଥାଉ କେମିତି ବାର୍ଷିକ ଉତ୍ସବ ଆସିବ। ଆମେ ଏ ବାର୍ଷିକ ଉତ୍ସବରେ ଖାସ୍ କରିକି ଆମ ହେଡ଼ମାଷ୍ଟର ଯିଏ ଅଛନ୍ତି ଦେବେନ୍ଦ୍ର ସାର୍ ଆଉ ଆମେ SMC ମେମ୍ବର ଆଉ ସବୁ ଟିଚର ସମସ୍ତଙ୍କର ଭୂମିକା ବହୁତ ଅଛି। ଖାସ୍ କରିକି ମୁଁ ବହୁତ ଧନ୍ୟବାଦ ଦେବି ଆମ ଦେବେନ୍ଦ୍ର ସାର୍ଙ୍କୁ। ସେ ବହୁତ ସହଯୋଗ ଆମକୁ କରିଛନ୍ତି। ଆମ ଏମିତିକି ଗୋଟେ ନାଟକ ହେଉ ସେ ଯାହା ବି ହେଉ ସବୁଥିରେ ସାର୍ଙ୍କର ସହଯୋଗ ବେଶୀ ଅଛି। ଆମର ଆଜି ଜଣେ ନାହାନ୍ତି ଦିଦି ସୁବାସିନୀ ମିଶ୍ର ଦିଦି ତାଙ୍କ ନାଁ, ସେ ବି ବହୁତ କିଛି ଆମ ପାଇଁ କରିଛନ୍ତି। ପିଲାମାନେ କେମିତି ଡ୍ୟାନ୍ସ କରିବେ କ'ଣ କରିବେ ସେଥିପାଇଁ ବି ତାଙ୍କର ଅବଦାନ ବହୁତ କିଛି ରହିଛି। ଆମେ ତ ବହୁତ ଖୁସି ଅଛୁ। ଆମ ଏ ବିଦ୍ୟାଳୟ ଆମ ପାଇଁ ସବୁ କିଛି ଦେଇଛି। ତାପରେ ଗୋଟେ କଥା ହେଉଛି ଯେଉଁ ଛାତ୍ରମାନେ ସଦାବେଳେ ଚାହିଁଥାନ୍ତି କି ଆମର ପ୍ରତିଭାକୁ ଆମେ କେମିତି ସମସ୍ତଙ୍କୁ ଦେଖେଇବୁ ଏବଂ ଆମ ଶିକ୍ଷକ ଶିକ୍ଷୟିତ୍ରୀ ଏତେ ଭଲ ଯେ ଆମକୁ ଏଇ ବାର୍ଷିକ ଉତ୍ସବରେ ଏତେ ପରିମାଣର ଆମକୁ ସହଯୋଗ କରିଛନ୍ତି। ଆଜି ଯେହେତୁ ଆମେ ଏଠି ଠିଆ ହେଇପାରିଛୁ ଏବଂ ବାର୍ଷିକ ଉତ୍ସବ ପାଳନ କରୁଛୁ କେବଳ ଏଇ ଆମ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ, ତାଙ୍କର ଭୂମିକା ହେଉଛି ଅଗ୍ରଣୀୟ। ଏବଂ ଆମର ପ୍ରତ୍ୟେକ କ୍ଷେତ୍ରରେ ଯେତେବେଳେ ଆମର ଏଇ ଆନୁଆଲ୍ ଫଙ୍କସନ୍ ହେବାର ପୂର୍ବରୁ ହିଁ ଆମକୁ ସେ ପ୍ରତ୍ୟେକ କ୍ଷେତ୍ରରେ ଗାଇଡ଼ କରିଛନ୍ତି, ଯେମିତିକି ଆମେ ଆମର ଯାତ୍ରାକୁ ଭଲରେ କରିପାରିବୁ, ଆମର ଏଇ ବାର୍ଷିକ ଉତ୍ସବକୁ ଆପଣମାନଙ୍କୁ ସମସ୍ତଙ୍କୁ ଦେଖାଇ ମନୋରଞ୍ଜନ କରିପାରିବୁ। ଏବଂ ଆମର ସେଥିପାଇଁ ଆମ ବିଦ୍ୟାଳୟରେ ଏତେ ଝାକଚମକରେ ସବୁକିଛି ପାଳନ କରାଯାଉଛି। ଏବଂ ଆମର ପ୍ରତ୍ୟେକ ଅଗ୍ରଣୀୟ ଜଣେ ଅଛନ୍ତି, ସେ ହେଉଛନ୍ତି ଦେବେନ୍ଦ୍ର ସାର୍, ଯିଏକି ଆମର ପ୍ରଧାନ ଶିକ୍ଷକ ଏବଂ ପ୍ରତ୍ୟେକ କ୍ଷେତ୍ରରେ ସେ ଆମକୁ ସାହାଯ୍ୟ କରିଛନ୍ତି। ସେ ନାଟକଠୁ ଆରମ୍ଭ କରୁ ବା ପ୍ରତ୍ୟେକ କ୍ଷେତ୍ରରେ ସେ ଆମକୁ ସାହାଯ୍ୟ କରିଛନ୍ତି। ଏବଂ ଡ୍ୟାନ୍ସରେ ଯେମିତିକି କହିବାକୁ ଗଲେ ଆମକୁ ଯଦି କି ଗାଇଡ଼ କରିଛନ୍ତି ସେ ହେଉଛନ୍ତି ଆମ ସୁବାସିନୀ ମ୍ୟାମ୍। ତ ଆଜି ସେ ଏଠାରେ ଉପସ୍ଥିତ ନାହାନ୍ତି, କିନ୍ତୁ ତାଙ୍କର ଭୂମିକା ଏଠାରେ ଅଧିକ ଅଗ୍ରଣୀୟ ରହିଛି ଏବଂ ଆମ ସାର୍ଙ୍କର ମଧ୍ୟ ଭୂମିକା ଅଗ୍ରଣୀୟ ରହିଛି। ଆମ ପିଲାମାନେ ଯଦି ଏହାକୁ ସହଯୋଗ କରି ଆଗକୁ ନେବେ ତେବେ ନିଶ୍ଚିନ୍ତ ରୂପେ ଆମ ବିଦ୍ୟାଳୟ ଏକ ନାଁ କମେଇବ। ବିଦ୍ୟାଳୟକୁ ଆସ। ବହୁତ ଖୁସି ଲାଗୁଛି ନାଇଁ? ଆଜି କେମିତି ଖୁସି ଲାଗୁଛି ବହୁତ।